ମାଙ୍କର ଗ୍ରାମ୍ୟ ପରିକ୍ରମା ଚାଲିଛି। ଏବେ ଏକ ପୀଠ ନେଇକି ମାଙ୍କର ଆଗମନ ହେଉଛି। ଏପଟେ ଦର୍ଶକମାନଙ୍କର ମହାସମାଗମ। କେତେବେଳେ ମା ତାଙ୍କର ଭକ୍ତମାନଙ୍କୁ ନେଇ ଅଗ୍ନି ସଂଯୋଜିତ ଗୋବର୍ଦ୍ଧନ ଖେଳିବେ। ଉତ୍କଣ୍ଠାର ସହିତ ଭକ୍ତମାନେ ଚାହିଁ ରହିଛନ୍ତି। ଏପଟେ ବାଣ କାର୍ଯ୍ୟକ୍ରମ ମଧ୍ୟ ଅଛି। ଓଡ଼ିଶାରୀ ମଧ୍ୟର ଉଦ୍ୟମାନ ଯୁବକମାନେ 12 ଦିନ କାଳ ବା ଯେଉଁ ଆମର 13 ଦିନ ଅଛି, 12 ଦିନ କାଳ ରାତି ଅନିଦ୍ରା ହୋଇ ମାଙ୍କ ପାଇଁ ପୁଷ୍ପ ମାନେ ତୋଳିକି ଆଣି କେତେ ସୁନ୍ଦର ଭାବରେ ସେମାନେ ପ୍ରତିଦିନ ଆମେ ଯେତେ ଦେଖିଛୁ ଦଣ୍ଡ ମିଳନରେ ହଉ ବହୁ ପରିଶ୍ରମ କରିଛନ୍ତି ଉଦ୍ୟୋଗମାନ ଯୁବକମାନେ, ଯାହାଙ୍କର ନେତୃତ୍ୱରେ ଆମର ଦିଗ ଶୁଣି କେତେବେଳେ ପୋଲିସମାନଙ୍କର ସାମ୍ନା ହେଇଛନ୍ତି ତ କେତେବେଳେ ତାଙ୍କ ଗାଡ଼ିରୁ ପେଟ୍ରୋଲ ସରିଯାଇଛି ଏବଂ ଗଡ଼େଇ ଗଡ଼େଇ ଗାଡ଼ି ଆଣିଛନ୍ତି ଆମର ଦୁର୍ବିକ୍ଷୁ, ଯାହାଙ୍କର ଗୋଟେ ନିକ୍ ନେମ୍ ଅଛି। ତାକୁ ମୁଁ ପରିପ୍ରକାଶ କରିବାକୁ ଚାହୁଁନି। ସେ ଦିନେ ପଳେଇଛି ଆମର ଦୋସ୍କରୀ ନିକଟରେ ତାର ତେଲ ସରିଯାଇଥିଲା। ବାସ୍ତବରେ ସେମାନଙ୍କୁ ନିଶ୍ଚିତ ଭାବରେ ଧନ୍ୟବାଦ ଦେବା ସହିତ ମା କାମଦେବୀଙ୍କୁ ଡାକିବା। ଏଇ ଯେଉଁମାନେ ଫୁଲ ଦେଉଥିଲେ ଆଶୀର୍ବାଦ ରହୁ। ସେମାନେ ଯାହା ମାନସିକ ରଖିକି ଯାଇଛନ୍ତି ଫୁଲ ଦେବାକୁ ତାଙ୍କ ମାନସିକ ପୂରଣ ହଉ। ଏମିତି ଫୁଲ କରିକି ମାଙ୍କ ସୌନ୍ଦର୍ଯ୍ୟ ପରିବର୍ତ୍ତନ କରିଥାନ୍ତି। ସେପଟେ ଆମର ରିତୁ ଭାଇନା ଦୀର୍ଘ ଦିନ ହେବ ମାଙ୍କ କାର୍ଯ୍ୟକ୍ରମରେ ନିଜକୁ ଉତ୍ସର୍ଗୀକୃତ କରୁଛନ୍ତି। ଆଉ ଭାଗି ଭାଇନା ସେଠି ପ୍ରତିବର୍ଷ କରି ସେ ସହଯୋଗତାକୁ କରନ୍ତି। ଯାହାକୁ ସରବରାହ କରିବା ସହିତ ସମାଗମ କରୁଛନ୍ତି। ସମସ୍ତ ଭକ୍ତମାନଙ୍କୁ ନିଶ୍ଚିତ ଭାବରେ ଆମେ ମାଙ୍କୁ ଡାକିବା ସମସ୍ତଙ୍କର ମନସ୍କାମନା ପୂରଣ ହଉ। ସମସ୍ତେ ଖୁସିରେ ଜୀବନଯାପନ କରନ୍ତୁ। ଦୁଃଖ ଦୂରୀଭୂତ ହଉ। ଆଉ ଗୋଟିଏ କଥା ସକାଳରେ ଆମେ ଆଲୋଚନା କରୁଛୁ ଯେ ମିଷ୍ଟର ଦିଗନ୍ତ କୁମାର ଟିକେ ମଞ୍ଚକୁ ଆସି ଯେଉଁ ଭକ୍ତମାନଙ୍କର ନାମ ନିଜେ ଘୋଷଣା କରିଲେ ଭଲ କଥା। ବିଶେଷ ଘୋଷଣା ଯେଉଁମାନେ ଆଜି